ମେଘମାଳାରେ ଶୀଘ୍ର ଆଗମନ କରିବା ପାଇଁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପ୍ରତିଦିନ ପରମେଶ୍ୱର ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି ତାହା କେବଳ ନୁହେଁ, ଆପଣମାନେ ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ। ଆପଣମାନେ ଏହି ପ୍ରକାର ନିରନ୍ତର ଆପଣମାନଙ୍କ ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରିବେ, ଏହା ଆମେ ଅନୁରୋଧ କରୁଛୁ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗ ଏହି ପ୍ରକାର ଅଟେ। ଏହି ଦୁଇଟି ବିଷୟ ପ୍ରଭୁଙ୍କୁ ଚମତ୍କୃତ କରିଦିଏ। ଏହି ଦୁଇଟି ବିଷୟ ପ୍ରଭୁଙ୍କୁ ଚମତ୍କୃତ କରିଦିଏ। ପ୍ରିୟମାନେ, କେଉଁ ଦୁଇଟି ବିଷୟ ପ୍ରଭୁ ଦେଖି ସେ ଚମତ୍କୃତ ହୋଇଯାଉଛନ୍ତି ସେ ବିଷୟରେ ଆମେ ଆଲୋଚନା କରିବା। ଆମେ ପଢ଼ିବା ମାଥ୍ୟୁ ଲିଖିତ ସୁସମାଚାର 8 ଅଧ୍ୟାୟ ଏହାର 10 ପଦ। ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇନାହିଁ। ପ୍ରିୟମାନେ, ଏହି ସ୍ଥାନରେ ଜଣେ ସତ ସେନାପତିଙ୍କର ବିଶ୍ୱାସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚମତ୍କୃତ କରିଦେଲା। ସତ ସେନାପତି ସେ ଜଣେ ଜିହୁଦ ବ୍ୟକ୍ତି ନଥିଲେ, ସେ ଜଣେ ବିଜାତି ବ୍ୟକ୍ତି ଥିଲେ। ମାତ୍ର ଯେଉଁ ସମୟରେ ତାଙ୍କର ବିଶ୍ୱାସକୁ ପ୍ରଭୁ ଦେଖିଛନ୍ତି, ସେହି ସମୟରେ ସେହି ବିଶ୍ୱାସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚମତ୍କୃତ କରିଦେଲା। କାରଣ ସେ ଇସ୍ରାଏଲ ମଧ୍ୟରେ, ଯେଉଁ ଇସ୍ରାଏଲ ଲୋକମାନେ ପରମେଶ୍ୱରଙ୍କର ଲୋକ, ଯେଉଁମାନଙ୍କ ସହିତ ପରମେଶ୍ୱର ନିୟମ ବାନ୍ଧିଥିଲେ, ଯେଉଁମାନଙ୍କ ହସ୍ତରେ ସେ ତାଙ୍କର ବାକ୍ୟ ଦେଇଥିଲେ, ସେମାନଙ୍କ ପାଖରେ ଏଡ଼େ ବଡ଼ ବିଶ୍ୱାସ ପାଇଲେ ନାହିଁ। ସେହି ସତ ସେନାପତିଙ୍କର ଜଣେ ଦାସ ପକ୍ଷାଘାତ ରୋଗରେ ସେ ପଡ଼ି ଛଟପଟ ହେଉଥିଲେ। ଆଉ ସେ ଯୀଶୁଙ୍କ ନିକଟକୁ ଯାଇଥିଲେ ଯେ ମୋର ଦାସଙ୍କୁ ଆପଣ ସୁସ୍ଥ କରନ୍ତୁ। ସେହି ସମୟରେ ଯୀଶୁ କହିଲେ, ମୁଁ ଯିବି ତୁମ ଘରକୁ ଆଉ ସୁସ୍ଥ କରିବି। ସେହି ସମୟରେ ସେ କହିଲେ, ନାଇଁ ପ୍ରଭୁ, ଆପଣଙ୍କର ପାଦ ଯେ ମୋ ଘରେ ପଡ଼ିବ ମୁଁ ଏ ପ୍ରକାର ଯୋଗ୍ୟ ନୁହେଁ। ଆପଣ ପଦେ ଆଜ୍ଞା କରନ୍ତୁ, ମୋର ଦାସ ସେ ଘରେ ସୁସ୍ଥ ହୋଇଯିବ। ପ୍ରିୟମାନେ, କେତେ ବଡ଼ ବିଶ୍ୱାସ! ପ୍ରଭୁଙ୍କ ଉପରେ ଏତେ ପ୍ରକାର ଦୃଢ଼ ବିଶ୍ୱାସ। ଏହି ପ୍ରକାର ବିଶ୍ୱାସ ଯେଉଁ ସମୟରେ ପ୍ରଭୁ ଦେଖିଛନ୍ତି, ଏହି ପ୍ରକାର ବିଶ୍ୱାସ ପ୍ରଭୁଙ୍କୁ ଚମତ୍କୃତ କରିଦିଏ। ପ୍ରିୟମାନେ, ମୁଁ ଆଶା କରେ ଓ ବିଶ୍ୱାସ କରେ ଆପଣମାନଙ୍କ ପାଖରେ ମଧ୍ୟ ଏହି ପ୍ରକାର ଚମତ୍କୃତ ବିଶ୍ୱାସ ରହିଛି ପରମେଶ୍ୱରଙ୍କ ଶକ୍ତି ଉପରେ। ଦେଖନ୍ତୁ, ପରମେଶ୍ୱର ତାଙ୍କ ବାକ୍ୟରେ ଲେଖିଛନ୍ତି, ଆମ୍ଭେ ବାକ୍ୟ ପଠେଇବା ଆଉ ତୁମ୍ଭେମାନେ ସୁସ୍ଥ ହୋଇଯିବ। ଏହି ସତ ସେନାପତି ସେ ଜଣେ ବିଜାତି ଲୋକ, ତାଙ୍କ ପାଖରେ ବାଇବଲ ନାହିଁ। ସେ ଏହି ପଦ କି ପ୍ରକାର ଭାବରେ ଜାଣିପାରିଲେ? ଆଉ ସେ କହୁଛନ୍ତି, ନାଇଁ ପ୍ରଭୁ, ତୁମେ ପଦେ ଆଜ୍ଞା ଦେଇଦିଅ, ମୋର ଦାସ ସୁସ୍ଥ ହୋଇଯିବ। ଆପଣଙ୍କୁ ଏତେ ଦୂର ଆମ ଘରକୁ ଆସିବାର ଆବଶ୍ୟକ ନାହିଁ। ଆପଣ ଯେ ମୋ ଘରେ ଆସିବେ, ମୋ ପରି ଗୋଟେ ଦୁଷ୍ଟ ପାପୀ ଲୋକଙ୍କ ଘରକୁ ଆସିବେ, ମୁଁ ଏ ପ୍ରକାର ଯୋଗ୍ୟ ନୁହେଁ। ପ୍ରିୟମାନେ, ସେହି ବିଶ୍ୱାସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚମତ୍କୃତ କରିଦେବାରୁ ସେ ତୁନି ରହିପାରିଲେ ନାହିଁ। ସେ ସାଙ୍ଗେ ସାଙ୍ଗେ କହିଲେ ଯେ ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ମୁଁ ପାଇନାହିଁ। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଅନେକ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରାହମ, ଇସାକ ଓ ଯାକୁବଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଭୋଜନରେ ବସିବେ। ପ୍ରିୟମାନେ, ସତ ସେନାପତିଙ୍କର ବିଶ୍ୱାସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚମତ୍କୃତ କରିଦେଲା। ପରମେଶ୍ୱର ସେ ନିଜେ ଏତେ ବଡ଼ ବିଶ୍ୱାସ ଦେଖି ଜଣେ ଅଣ ଖ୍ରୀଷ୍ଟିଆନ ଲୋକ, ଅଣ ଜିହୁଦୀ ଲୋକ, ଯାହା ପାଖରେ ବାଇବଲ ନାହିଁ, ଯେ ରେଗୁଲାର ଚର୍ଚ୍ଚକୁ ଆସେ ନାହିଁ, ଏହି ପ୍ରକାର ଗୋଟେ ବ୍ୟକ୍ତିଙ୍କ ପାଖରେ ଏତେ ବଡ଼ ବିଶ୍ୱାସ। ପ୍ରିୟମାନେ, ଆମର ବିଶ୍ୱାସ ଏହି ପ୍ରକାର ବିଶ୍ୱାସ ରହିବାର ଅଛି, ଯେଉଁ ବିଶ୍ୱାସ କି ପ୍ରଭୁଙ୍କୁ ମଧ୍ୟ ଚମତ୍କୃତ କରିଦେବ। ଆମେ କହିପାରୁଛୁ, ପ୍ରଭୁ ତୁମେ ସବୁ କରିପାରିବ। ଯେଉଁ ପ୍ରକାର ପରିସ୍ଥିତି ମଧ୍ୟରେ ମଧ୍ୟ ପ୍ରଭୁଙ୍କ ଉପରେ ସେ ଦୃଢ଼ ବିଶ୍ୱାସ ଆମର ରଖିବାର ଆବଶ୍ୟକ ରହିଛି। ଆଜି ଆପଣ ଯେକୌଣସି ପରିସ୍ଥିତି ମଧ୍ୟ ଦେଇ ଆପଣ ଗମନ କରୁଛନ୍ତି, ଆପଣ ସତ ସେନାପତି ପରି ଆପଣ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରିପାରିବେ, ନିହାତି ବିଶ୍ୱାସ କରିପାରିବେ। କାରଣ ଏହି ପ୍ରକାର ବିଶ୍ୱାସ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚମତ୍କୃତ କରେ।
प्रिय माने विश्वास कि प्रकार आसे श्रवणरू विश्वास जात हुए विश्वास का पाखे न थाए आज दुनिया लोक विभिन्न प्रकार विषय उपर विश्वास करुचंती मात्र प्रभु ऊपर विश्वास करूना मात्र जो समय प्रभु वाक्य को आम शुणा से समय आमर विश्वास आसब आ प्रभु वाक्य को शुणा आमर विश्वास दिन को दिन बढ़ आमर विश्वास दिन को दिन बढ़ार अच्छी आमर विश्वास संपूर्ण भाव में प्रभु ऊपर दृढ़ विश्वास रहिबार अच्छी आ गोटे स्थान रे पढ़ा मार्क लिखित सुसमाचार से स्थान 6 अध्याय प्रभु जीशु ख्रीस्ट आपणार पैतृक नगर को गले तांकर समाज गृह को गले से अनेक लोकों को शिक्षा देले आ अनेक आश्चर्य कर्म गुड़िक तांकर हस्त द्वारा साधित हैला से समय रे से स्थान लोक माने जीशु ख्रीस्ट को विश्वास न करी कहउचंदी एकी से बढ़े नुहे एकी से मरियम को पुओ नहीं आंक भाई माने भौणी माने कौन आम मान ठारे रहू नाहांती यही सब कथा कही से माने जीशु ख्रीस्ट को रिजेक्ट कले जीशु ख्रीस्ट ठारे से माने विश्वास कले नहीं लिखा जाउची पढ़ा आम 6 अध्याय 5 पद मार्क 6 अध्याय 5 पद रे पुणी अल्प केतेक रोगी लोकों उपरे हाथ थोई से मान को सुस्थ करिबा बिना से स्थान रे से आउ कौनसी शक्तिर कार्य करि पारले नहीं से अनेक शक्तिर कार्य से करबा पई इच्छा कले मात्र सेमानकर अविश्वास हेतु से करि पारले नहीं आउ 6 पद लिखा गला पुणी से सेमानकर अविश्वास हेतु चमत्कृत हेले सत सेनापतिंकर विश्वास जड़े अण जिहुदी अण ख्रिस्टियान लोकंकर विश्वास जीशु ख्रीस्ट को चमत्कृत करदेला आउ जिहुदी लोक माने तांको निजर ग्रामर पैतृक ग्रामर लोक मानकर अविश्वास को देखी प्रभु जीशु ख्रीस्ट चमत्कृत हेले आज आपणकर केउ विषय प्रभु को चमत्कार करुछि बा चमत्कृत करुछि आपणकर विश्वास ना आपणकर अविश्वास आज अनेक जन अछंती से माने सब उपरे विश्वास करेंगे कबाटे लगी गोटे 50 टंका गेड़ा उपरे से विश्वास अच्छी जे गेड़ा आम घरे लगी आम कबाट को किए भांगी पारे ना कौन से चोर आसीपारे ना राति से माने आराम से माने सोई पारुछंती मात्र सर्वशक्तिमान परमेश्वरंकर उपरे से विश्वास नहीं प्रिय प्रभुंक लोक माने आमर विश्वास प्रभुंक उपरे दृढ़ रहिबार आवश्यक रही आमर अविश्वास प्रभु को चमत्कृत न करू आमर विश्वास प्रभु को चमत्कृत करू ए दुईटी विषय प्रभु को चमत्कृत करदिए गोटे है विश्वास आ गोटे है अविश्वास एते दिन लोक माने प्रभु को पाखरे रहंती बाइबल पढ़ती प्रार्थना करती से स्वचक्षुरे अनेक प्रकार आश्चर्य कर्म गुड़िक को से देखती हेले मध्य से टंका उपरे भरोसा रखती लोक मान ऊपर भरोसा रखती मेडिसिन उपरे भरोसा करती मात्र प्रभुंक ऊपर विश्वास करती नहीं प्रिय माने आमानकर भरोसा और विश्वास भूमि प्रभु हेबा कथा आमान प्रभुंक उपरे आमर दृढ़ विश्वास आम स्थापन करिबा कारण से विश्वास योग्य परमेश्वर अटंती आसंतु आमर विश्वास मध्य प्रभु को चमत्कृत करंतु आउ एही प्रकार विश्वास आम जीवन रे आसु आम प्रार्थना करिबा मंगलमय पिता मु तुमको धन्यवाद दूची आजिर एही सुंदर समय निमंते एही समय रे तुम पवित्र वाक्य माध्यम रे आमान सहित अति सुंदर भाव में तुम्हें कथबार्ता से मु तुमको धन्यवाद दिए प्रतिनित्य प्रति प्रभात तुमर दया जे चिर नूतन तुम्हें प्रति प्रभात रे आमान को तुम पवित्र वाक्य माध्यम रे कथा कहूच आ प्रभु आज आमको यही प्रकार गोटे दृढ़ विश्वास दियो जो विश्वास कि तुम्हें देखी चमत्कृत हेबो प्रभु कारण प्रभु आमर विश्वास बहुत अल्प अटे आमर विश्वास को तुम्हें बढ़ाई दियो आमर विश्वास गोटे दृढ़ विश्वास गोटे शक्तिशाली विश्वास रहू जो विश्वास द्वारा प्रभु तुम्हें आमर विश्वास को देखी चमत्कृत हेबो धन्यवाद प्रभु तुम्हें आमान को प्रभु सबु समय रे तुम वाक्य माध्यम रे कथा कहथिबारु आज मध्य कथा कहिथिबारु धन्यवाद प्रशंसा तुमको दे प्रार्थना प्रिय प्रभु यीशुଙ୍କ नाम रे मागुछु आमीन आमीन प्रेज द लॉर्ड प्रभु आपण समस्त को प्रचुर भावे आशीर्वाद करंतु प्रभु जदि अनुग्रह करंती ताहाले पुनर्बार आसंता अध्याय रे आमाने परस्पर सहित साक्षात करिबा रहिबा नमस्कार प्रेज द लॉर्ड गॉड ब्लेस यू।